ଆସନ୍ତା 22 ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ଶୁଭ ଉଦ୍ଘାଟନ ହେବ। ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଏସବୁ ମଧ୍ୟରେ ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହେବା ପାଇଁ ଚୂଡ଼ାନ୍ତ ହୋଇଥିବା ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ଏବଂ ଏହାକୁ ନିର୍ମାଣ କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କର୍ଣ୍ଣାଟକ ମହୀଶୂର ଅଞ୍ଚଳ ନିବାସୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ 51 ଇଞ୍ଚିର ପ୍ରତିମୂର୍ତ୍ତି ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବା ଲାଗି ଚୂଡ଼ାନ୍ତ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଜାନୁଆରୀ 5 ତାରିଖରେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିବେ। ଅରୁଣ ଯୋଗୀରାଜ କର୍ଣ୍ଣାଟକର ଜଣେ ପ୍ରସିଦ୍ଧ ଶିଳ୍ପୀ। ସେ ମହୀଶୂର ବିଦ୍ୟାଳୟରୁ MBA ପାସ୍ କରିଛନ୍ତି, କିନ୍ତୁ ମୂର୍ତ୍ତି ନିର୍ମାଣ କରିବାରେ ସିଦ୍ଧହସ୍ତ। ତାଙ୍କ ପୂରା ପରିବାର ଏହି କାମ ଦଶନ୍ଧି ଧରି କରି ଆସୁଛନ୍ତି। ଅରୁଣ ଯୋଗୀରାଜ କର୍ଣ୍ଣାଟକର ଜଣାଶୁଣା ଶିଳ୍ପୀ ଯୋଗୀରାଜଙ୍କ ପୁଅ। ତାଙ୍କ 5 ପିଢ଼ି ଏ ପ୍ରକାର ପ୍ରତିମା ତିଆରି କାମ କରି ଆସୁଛନ୍ତି। ଯୋଗୀରାଜ ସୁଭାଷ ଚନ୍ଦ୍ର ବୋଷଙ୍କ 30 ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ନେତାଜୀଙ୍କ ଏହି ପ୍ରତିମୂର୍ତ୍ତି ଆମର ଯବାନ ଜ୍ୟୋତିଠାରେ ଅଛି। ଏଥିସହିତ ସେ କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କର 12 ଫୁଟ ଉଚ୍ଚର ପ୍ରତିମା ନିର୍ମାଣ କରିବା ସହିତ ରାମକୃଷ୍ଣ ପରମହଂସର ବି ମୂର୍ତ୍ତି ନିର୍ମାଣ କରିଛନ୍ତି। ଗର୍ଭଗୃହ ପାଇଁ ରାମଲାଲାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ 3 ଜଣ ଶିଳ୍ପୀଙ୍କୁ ଦିଆଯାଇଥିଲା। ତେବେ ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ ନିଷ୍ପତ୍ତି ନିଆଯାଇଛି। ବାକି 2 ଶିଳ୍ପୀଙ୍କ କଳାକୃତିକୁ ମଧ୍ୟ ମନ୍ଦିରର ଅନ୍ୟ ଭାଗରେ ସଂଲଗ୍ନ କରାଯିବ। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଯେଉଁଠାରେ ରାମ ଅଛନ୍ତି ସେଠାରେ ହନୁମାନ ଅଛନ୍ତି। ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଗର୍ଭଗୃହରେ ଶିଳ୍ପୀ ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।